ପୁରାଣର ମାନ୍ୟତା ଅନୁସାରେ ପ୍ରଥମେ କାଳିଆ ନାଗ ରମଣ ଦ୍ୱୀପରେ ରହୁଥିଲା, କିନ୍ତୁ ଗରୁଡ଼ଙ୍କ ସହିତ ତାଙ୍କର ଶତ୍ରୁତା ଯୋଗୁଁ ସେ ଯମୁନା ନଦୀରେ ଆସି ରହିବାକୁ ଲାଗିଲେ। ଆଉ ତାର ବିଷରେ ଏତେ ଶକ୍ତି ଏବଂ ପ୍ରଭାବ ଥିଲା କି ପୁରା ନଈର ପାଣି ହିଁ ବିଷାକ୍ତ ହୋଇଗଲା। ଯେଉଁମାନେ ବି ସେଠାରୁ ଜଳପାନ କଲେ ମୃତ୍ୟୁବରଣ କରିବାକୁ ଲାଗିଲେ। ଭଗବାନ ଶ୍ରୀକୃଷ୍ଣ ତାଙ୍କର ପିଲାଦିନରେ ସାଥୀ ସଖାଙ୍କ ଗହଣରେ ଖେଳୁ ଖେଳୁ ଦିନେ ତାଙ୍କ ବଲ୍ଟି ଯାଇ ସେ ଯମୁନା ନଈର ପାଣିରେ ପଡ଼ିଗଲା। ଆଉ ସେ ବଲ୍ଟି ଆଣିବାକୁ ଯାଇ ନଈକୁ ଡେଇଁ ପଡ଼ିଲେ ଏବଂ ବଲ୍ଟିକୁ ଖୋଜିବାକୁ ଲାଗିଲେ। ସେଠାରେ ତାଙ୍କର କାଳିଆ ନାଗଙ୍କ ସହିତ ଯୁଦ୍ଧ ହେଲା, ଯେଉଁଠିକି କାଳିଆ ନାଗ ଭଗବାନ ଶ୍ରୀକୃଷ୍ଣଙ୍କୁ ଚିହ୍ନି ପାରି ତାଙ୍କୁ କ୍ଷମା ମାଗିଲେ। ଆଉ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ତାଙ୍କୁ କ୍ଷମା କରି ଯମୁନା ନଦୀ ଛାଡ଼ି ଚାଲିଯିବାକୁ ଆଦେଶ ଦେଲେ, କାହିଁକି ନା ତାର